ତ କାଇଁ ଏତେ 9ଟା ଫିଲ୍ମ ଏକା ସାଙ୍ଗରେ ପକେଇବ, ଚାଲିବ ହିଁ ନାହିଁ। ହଁ ଆଉ ଗୋଟେ ଲୋକ ସେ କଣ ଏକା ସାଙ୍ଗରେ ଧନ୍ୟ ମୁଁ ନିଜ କଥା କହୁଛି ଆଜ ଏ ପବ୍ଲିକ, ମୁଁ ଏକା ସାଙ୍ଗରେ କଣ 9ଟା ଓଡିଆ ଫିଲ୍ମ ଦେଖିବାକୁ ଯିବି କି? ନା ନା 900 ଟଙ୍କା ଗୋଟେ ମିନିମମ୍ ଆଭରେଜ 900 ଟଙ୍କା ଦେଇକି ମୁଁ ଗୋଟେ ଫିଲ୍ମ ଦେଖିବାକୁ ଯିବି ଦଶହରାରେ। ତେଲ ପଇସା ନାଇଁ ବି ନା ଅଲଗା ଅଛି, ତେଲ ଖର୍ଚ୍ଚ ଫେର ଅଲଗା। ତେଲ ପଇସା ଛାଡନ୍ତୁ, ଗୋଟେ ଦଶହରା ଗୋଟେ ଟାଇମ ଯୋଉଥିରେ ଆମେ ମାଙ୍କୁ ଦେଖା କରିବାକୁ ଯିବୁ, ମାଙ୍କୁ ଦେଖିବୁ ସେଠି ଖର୍ଚ୍ଚ 900 ଟଙ୍କା ଦେଇକି ଫିଲ୍ମ ଦେଖିବୁ 9ଟା ଫିଲ୍ମ, ସେମିତି କେବେ ହବନି। 9ଟା ଅଲଗା ଅଲଗା ଟାଇମରେ ଯଦି ଫିଲ୍ମ ପଡିବ ତାହେଲେ ମୁଁ 900 ଟଙ୍କା ଦେଇ ଦେଖିବାକୁ ଯିବି। ତ ସେଇଠି ଫିଲ୍ମରେ ପଇସା ଉଠିବ, ଏତିକି ସେମାନେ ମୁଣ୍ଡରେ ଟିକେ ଭାବିବା କଥା। ଆଉ ଖାଲି ଯଦି କହିବେ ଆମେ ଦଶହରା ରଜ ସିଏ ହେଇପାରିବନି। ହଁ ଗୋଟେ ଖାଲି ଲଜିକ ସେଇ ଟାଇମରେ ଆପଣ ଓଡିଆ ଫିଲ୍ମ ଖାଲି ଏକା ରିଲିଜ କରୁନାହାନ୍ତି, ବହୁତ ସାରା ଫିଲ୍ମ ଅଛି। ହଁ ଓଡିଆ ଓଡିଆ ତ ଓଡିଆ ସବୁ ମୁଭି, ଟଲିଉଡରେ ବି ଭୁଲ ବାହାରୁଛି, ଭୁଲ କୋଉ ମୁଭିରେ ନାଇଁ ନୁହଁ, ଅଛି ଭୁଲ। ଯେ ସମସ୍ତେ ସେଇ ଅନୁସାରେ ସେମାନେ ପହଞ୍ଚି ଗଲେଣି କି ସେ ଭୁଲଟାରେ ବି ସେମାନେ ଇନକମ କରିଦେବେ। ହଁ ସେ ଆମର ଭୁଲ ଟା ଧଇଲା ଭିତରେ ଅଲରେଡି ଇନକମ ସରିଯାଇଥିବ, ହଁ ଯୋଉଟା କି ଓଡିଆ ମୁଭିରେ ହେଇନି ଏଯାଏଁ। ଷ୍ଟୋରି ମେନ୍ ଜିନିଷ ହେଲା ଏବେ ଯୋଉ ଏସବୁ ଆସୁଛି ସୋସିଆଲ ମିଡିଆରେ ୟୁଟ୍ୟୁବରେ ଯୋଉ ଟ୍ରେଲର ଆସୁଛି, 1 ଲାଖ ଭ୍ୟୁ ହଉଛି, 2 ଲାଖ ଭ୍ୟୁ ହଉଛି, 3 ଲାଖ ଭ୍ୟୁ ହଉଛି, ହୁଁ ଲାଭ କଣ ଅଛି? 3 ଲକ୍ଷ ହିଁ ଭ୍ୟୁ। ହଁ ତାଠୁ ତ ସେଇ 3 ଲକ୍ଷ ଲୋକ ଯାଉଥିବେ ବୋଲି ତ ମାନେ ନାହିଁ। ନା ନା 30,000 ଯାଉଥିବେ, ତ ଅତି ବେଶୀ 3 ଲକ୍ଷ 30,000, 10% ହଁ ଯାଉଥିବେ। ହଁ ସେଠି 10% ତ ଯାଉଥିବେ ନା, ହଁ ତ ସେ 10%ରେ କଣ ତମ ପଇସା ଉଠିଯିବ? ଜମା ନାହିଁ। ନା, ନା। ଆଉ ଆମର ତ ଟି ସିରିଜ ଭଳିଆ ତ ଏଠି ଆମର ମ୍ୟୁଜିକ ନୁହଁ କି ଗୋଟେ ଥର 3 ଘଣ୍ଟାରେ 1 crore ଲାଗିଯିବ, ନାଇଁ ନା? ହୁଁ ତ ସେଇ ଅନୁସାରେ ତମକୁ ଆଗ ପ୍ରମୋସନ ସେମିତି ବଡ କରିବାର ଅଛି। ହଁ ଆଉ ଖାଲି ଟ୍ରେଲରରେ ତ ଦେଖେଇଦେଲେ 3 ଲକ୍ଷ 5 ଲକ୍ଷ ଭ୍ୟୁ ହେଲେ ବି କିଛି ଫାଇଦା ନାହିଁ, କିଛି ଫାଇଦା କିଛି ବୋଲି କିଛି ଫାଇଦା ନାହିଁ। ମିଲିୟନ ଆସିବାକୁ ପଡିବ ଯାହେଲେ ବି। ନୂଆ ଦେଖିବାକୁ ହୁଁ ପଡିବ କି ଅନୁଭବ ସାରଙ୍କର ଡାଇରେକ୍ସନରେ କେମିତି ଅନୁଭବ କାମ କରୁଛନ୍ତି, ତ ସେଇଟା ଦେଖିବାକୁ ଦେଲେ ଆଉ ଜଣେ ଭାଇ ବିକି ଭାଇ କଣ ଖବର? ଭାଇ ଜୟ ଜଗନ୍ନାଥ ଭାଇ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଭାଇ। ଆଉ କଣ ଏକ୍ସପେକ୍ଟେସନ ଅଛି କର୍ମ? ହଁ କର୍ମା ଏକ୍ସପେକ୍ଟେସନ ଏତିକି ଅଛି ନା, ନୂଆ ଡିଫରେଣ୍ଟ କିଛି ଟ୍ରାଏ କରୁଛନ୍ତି ଅନୁଭବ ଭାଇ, ବହୁତ ଦିନ ପରେ। ମେ ବି ଏଇଭଳିଆ କିଛି ଲୁକ୍ ଆସିଥିଲା ତାଙ୍କର ଅଗସ୍ତ୍ୟା ବେଳେ, କିଛି ସ୍କ୍ରିପ୍ଟ ଏମିତି ଆସିଥିଲା। ତାପରେ ଆଉଥରେ ସେମିତିଆ କିଛି ସ୍କ୍ରିପ୍ଟ ସେ ଚୁଜ କରୁଛନ୍ତି କି, ଆଉ ଅନୁପମ ସାର୍ ତ ବହୁତ ବଢିଆ କାମ କରନ୍ତି। ଦେଖାଯାଉ ତାଙ୍କ ଯୋଡିଟା କେମିତି ଏଇଟା ଆଗକୁ ନବ ଫିଲ୍ମ ଟାକୁ ଆଉ। କାରଣ ଫାଷ୍ଟ ଲୁକ୍ ତ ବେଶୀ କିଛି ଆଶା ଥିଲା କିନ୍ତୁ ମିଳିଲାନି ଏତେ, କିନ୍ତୁ ଯେତିକି ମିଳିଲା ବହୁତ ଭଲ ଅଛି। ଯେତିକି ମିଳିଲା ବି ବହୁତ ଏକ୍ସପେକ୍ଟେସନ ବହୁତ ଥିଲା, ଟିକେ କମ ମିଳିଲା ହେଲେ ବି ଭଲ ଅଛି। ଯାହା ଆସିବ ତାପରେ ନେକ୍ସଟ ଟିଜର ଆସୁ ଜଣା ପଡିଯିବ କେତେ ଆଉ ନୂଆ କିଛି କରିଛନ୍ତି। ହଁ ଭାଇ ପୁରା ନୂଆ ଦେଖିବାକୁ ମିଳିଲା କି ମାନେ କିଛି ଗୋଟେ ନୂଆ ହବ ଜଣା ପଡୁଛି। କ୍ରାଇମ ଅଛି, ତାପରେ ହଁ ସସ୍ପେନ୍ସ ଅଛି, ମିଷ୍ଟ୍ରି ବି ଅଛି, ତ ସବୁଥିରୁ ଟିକେ ଟିକେ ଅଛି ଯାହା ଜାଣିବାକୁ ମିଳିଲା। ତାପରେ ଆଉ ଗୋଟେ ଜିନିଷ କହିଛନ୍ତି, ତାଙ୍କର ଫେସବୁକ୍ ପୋଷ୍ଟ ଦେଖିଥିଲି ସାରଙ୍କର କି ସାର୍ ଲେଖିଥିଲେ ଯୋଉମାନେ ମହାରାଜା ଦେଖିଛନ୍ତି ଆଉ ଯୋଉମାନେ ଓଲ୍ଡ ବୟ ଦେଖିଛନ୍ତି ସେମାନେ ବୁଝିପାରିବେ। ଆଉ ଗୋଟେ କଥା ଶୁଣିବାକୁ ପାଇଥିଲି, ଯୋଉମାନେ ମହାରାଜା ଦେଖିଛନ୍ତି ଥରେ ଆଉ ଥରକରେ ବୁଝିପାରନ୍ତି, ସେମାନେ ଦିଥର ଦେଖିଲା ପରେ କର୍ମା ବୁଝିବାକୁ ପାଇବେ। ତ ସେଇଟା ମାନେ ମାନେ ଯାହା ଜଣା ପଡୁଛି କି ହଁ କିଛି ଗୋଟେ ହେଇଛି ସେଇଟା। ତ ଓଭରାଲି ଦେଖିବାକୁ ଗଲେ କର୍ମାର ତ ଏକ୍ସାଇଟମେଣ୍ଟ ଅଛି। ଆଉ ବାକି ଭାଇ କଣ ନୋଟିସ କଲ ଟିଜର, ମାନେ ଟିଜରରେ କିଛି ଦେଖିବାକୁ ମିଳିଲା କି କଣ କିଛି ନୋଟିସ କଲ କି? ପ୍ରସନ୍ନ ଭାଇ ଆପଣ କିଛି କହିବାକୁ ଚାହିଁବେ କଣ ଦେଖ notice କଲେ? ସେଇଟା ନା ଗୋଟିଏ ଆକ୍ଟିଂରେ ତାଙ୍କର ଯୋଉ ପୂର୍ବରୁ ଯୋଉ ଥିଲା ଦିୱାନା ଟାଇପର ହଁ ଥିଲା, ସେଇ ଟାଇପର କର୍ମାର ଫାଷ୍ଟ ଲୁକରେ କିଛି ଦେଖିବାକୁ ମିଳିଲା କି ମାନେ ଅନୁଭବ ମହାନ୍ତି ଯୋଉ କ୍ୟାରେକ୍ଟର ନା ସେଇ କ୍ୟାରେକ୍ଟର ହିଁ ପ୍ଲେ କରୁଛନ୍ତି। ଆଚ୍ଛା ସେ ଆଚ୍ଛା ଆକ୍ଟିଂରେ ଯୋଉ କ୍ୟାରେକ୍ଟର ତାଙ୍କୁ ଫିଟ୍ ହୁଏ ସେ କ୍ୟାରେକ୍ଟର ଫିଟ୍ କରିଛନ୍ତି। ତ ସେଇଟା ନିହାତି ଆଇ ହୋପ କି ବହୁତ ଭଲ ହବ। ଦେଖିବା ଆଉ ବିକି ଭାଇ ତମର ହଁ କଣ ଖବର? କିନ୍ତୁ ହଁ ମୁଁ କହିବା କଥା କି ଯୋଉ ଆମର ଫାଷ୍ଟ ଟିଜର ଆସିଲା, ଏଇଟା 100% ସିଓର କି ସେ ସିନ୍ ଟା ତ ଟୋଟାଲ ଫିଲ୍ମରେ ରହିବନି। ହଁ ଏଇଟା ପୁରା ସିଓର କି ସେ ଫିଲ୍ମରେ ସେ ସିନ୍ ଟା ରହିବନି। ବଟ୍ କିନ୍ତୁ ସେ ଡାଇଲଗ ଟା ମେ ବି ରଖିପାରନ୍ତି। କିନ୍ତୁ ସେ ଡାଇଲଗ ଟା ଯୋଉ ୱେରେ ସିଏ କହୁଛନ୍ତି, ଜଣା ପଡୁଛି କି ଆଇଦର ସିଏ ବେଶୀ ଆଘାତ ହେଇଛନ୍ତି, ହୁଁ ଆଇଦର ଫାଇଟିଂ ବହୁତ ହେଇଛି, ତାପରେ ସେ ଡାଇଲଗ ଟା ସିଏ କହୁଛନ୍ତି। ନହେଲେ ସିଏ ବହୁତ ଏନର୍ଜେଟିକ ୱେରେ ସେଇଟାକୁ ମାନେ କାହାକୁ ମାରି ସାରିଲେଣି, ତାପରେ ସେଇଟା କହୁଛନ୍ତି। ତ ସେଇଟା କିଛି ତ ଡାଇଲଗ ଟା ଆଉ ସେ ସିନ୍ ଟା ମାନେ ସେଇଟା କଣ ମାନେ ଗୋଟେ ଆଇଦର ଫାଷ୍ଟ ଲୁକ୍ ଅନୁସାରେ ଡାଇଲଗ ଟା ଟିକେ ବେଶୀ ହେଭି ରହିଯାଉଛି। ତ ହଁ ସେଇଟା କିନ୍ତୁ ସେ ସିନରେ ନାହିଁ। ହଁ ମାନେ ଯେହେତୁ ଫିଲ୍ମରେ ଆସିଲା ପରେ ଜଣା ପଡିଯାଏ ଯେ ସିନ୍ ଟା ହଉଛି ମେ ବି ଇଏ ମାଡ ଖାଇଛନ୍ତି ଫାଇଟିଂ ଭିତରେ, ତାଙ୍କର କୋଉଠି ହାତ ପାଇ ହେଇଛି ଯୋଉଥିରେ ଇଏ ବି ଘାୟଲ ହେଇଛନ୍ତି। ହୁଁ ତାପରେ ଇଏ ସେଇ ଡାଇଲଗ ଟା କହିଛନ୍ତି ସେଇ ଟାଇମରେ, ତାକୁ ମାରି ସାରିଲା ପରେ। ହଁ ତ ତାଙ୍କ ଭଏସରୁ ସେତିକି ଜଣା ପଡୁଛି। କାରଣ ସିଏ ବି ଗୋଟେ ଦେଖ ଇନଷ୍ଟାଗ୍ରାମରେ ଯୋଉ ଭିଡିଓ ସିଏ ଦେଇଥିଲେ,
सी भी डायलॉग टा रिक्रिएट कर देछन ना इंस्टाग्राम रील्स रे तो सेई जो रील्स रे देखि परियो कि से डायलॉग से जो वे रे कहउछंती से सेठु जाना पड़ जाउ कि सेटा टिके बहुत आघात देइछन से निजे कोड फाइटिंग रे तांको आघात देइछि सेई टाइप रे से कहउछंती ସେଇଭଳିଆ डायलॉग ଏଇ ମାନେ ସେ ଗୋଟେ ହଁ ହଁ ଏଇଭଳିଆ ଗୋଟେ ମାନେ ସେଇଭଳିଆ ସିନ୍ ଟା ଗୋଟେ ସେମିତି କ୍ରିଏଟ ହେଇଛି ଯୋଉଟା ଫିଲ୍ମ ରେ ଆସିବ ସେଇଟା ଜଣା ପଡିଯିବ କାରଣ ଫାଷ୍ଟ ଲୁକ୍ ତ ଜମା ଆସିବ ହିଁ ନାହିଁ କାରଣ ଗେଟ୍ ଟା ଖୋଲିବ ଅବଶ୍ୟ ସେ ଜିନିଷ ଗୁଡା ତାଙ୍କ ପଡିବ ହିଁ ନାହିଁ ସେ ଫିଲ୍ମରେ ତ ନଥିବ ସେଗୁଡାକ ପଡିବ ସେଇ ତ ନୂଆ କିଛି ସେଇଟା ଜଣା ପଡିଯିବ ଆଉ ଯେତିକି ଜଣା ପଡିଲା କି ସେ ଡାଇଲଗ ଟା କିନ୍ତୁ ହଉଛି କି ଆମର କିଛି ଆଘାତ ହେଇଛି ସେ ଅନୁଭବ ଭାଇଙ୍କୁ ତାପରେ ସେ ଏଇଟା କହିଛନ୍ତି ହଁ ଏଇଟାକୁ ସେ ଡାଇଲଗ ର ଜଣା ଯାହା ଜାଣିପାରିଲେ ଓକେ ପ୍ରସନ୍ନ ଭାଇ ଆପଣ କିଛି ନୋଟିସ୍ କଲେ ଅଲଗା କିଛି କି ହିଡେନ୍ ଡିଟେଲ କିଛି ଥିଲା କି ନାଇଁ ନୋଟିସ୍ କଲି ତାଙ୍କର ଲୁକ୍ ଲୁକ୍ ନେଇକି ତାଙ୍କର ଯୋଉ ଆକ୍ଟିଂ ଯୋଉ ଦିଆଯାଇଛି ଯୋଉଟା ପ୍ରେଜେଣ୍ଟ କରାହେଇଛି ତ ସେଇଟା ହିଁ ଠିକ୍ ଅଛି ଆଉ ଫାଷ୍ଟ ଅଫ୍ ଅଲ୍ ଗୋଟିଏ ଭଲ ଲାଗିଲା କି ଟୋଟାଲ ବୁକ୍ ମାଇ ଶୋରେ ମୁଁ ଦେଖିଛି କିଛି ଲେଖିନି ଓନ୍ଲି ଥ୍ରିଲର ଲେଖିଛନ୍ତି ଆଉ କିଛି ନା ଡ୍ରାମା କିମ୍ବା ଆକ୍ସନ ସେମିତି କିଛି ଲେଖିନାହାନ୍ତି କେବଳ ଥ୍ରିଲର ଲେଖିଛନ୍ତି ତ ନିହାତି ଗୋଟେ ଥ୍ରିଲର ମୁଭି ଯାହାକି ଆଜିକା ଜେନେରେସନକୁ ବହୁତ ଭଲ ଲାଗେ ହଁ ସ୍ପେଶାଲ ତ ଆମକୁ ବି ବହୁତ ଭଲ ଲାଗେ ଥ୍ରିଲର ମୁଭିଟା ତ ଆଇ ହୋପ୍ କି ହୁଁ ଅନୁପମ ସାର୍ ସେତିକି ବେଟର କରିଥିବେ ଅନୁଭବକୁ ନେଇକି ତ ଲେଟ୍ସ ୱେଟ୍ ଫର୍ ଟିଜର ଅର୍ ଟ୍ରେଲର ସମଥିଙ୍ଗ ଯାହା ବି ଆସିବ ନିଶ୍ଚିତ ଭାବେ ଟିଜର ଆସିବା ପାଇଁ ୱେଟ୍ କରିବା ହୁଁ। ଆଉ ଜଣେ ଆଉ ଭାଇ ଯାହା ବି କିଛି ହେଇଛି ଆଉ ଗୋଟେ ଜିନିଷ କି ଯୋଉ ଭଳିଆ ସିନ୍ ଟା ଜଣା ପଡୁଛି ଆମର ଦୃଶ୍ୟମ 2 ରେ ବି ସେମିତି କିଛି ସିନ୍ ଥିଲା ହଁ ହଁ ଯୋଉ ଆମର ସେ ଖୋଳିବେ ପକେଇବେ ସେଇ ସବୁ ଜିନିଷ କିଛି ଥିଲା ତ ସେଇଭଳିଆ କିଛି କରିବାକୁ ଚେଷ୍ଟା କରନ୍ତୁ କିନ୍ତୁ ଭଲ କଲର ଗ୍ରେଡିଂ ବହୁତ ବଢିଆ ହେଇଛି ହଁ ଆଉ ଗୋଟେ ଡାର୍କ ଥିମ୍ ଅନୁସାରେ ଗୋଟେ ବଢିଆ ବ୍ୟାକଗ୍ରାଉଣ୍ଡ ରେ ବଢିଆ ଲାଇଟ୍ ଆସୁଛି ଗୋଟେ ତିଆରି କରୁଛନ୍ତି ବଢିଆ ସେଟ୍ ଟେ ତିଆରି କରୁଛନ୍ତି ପୁରା ଜଣା ପଡୁଛି ପୁରା ବଢିଆ ସେଟ୍ ଟେ ତିଆରି କରୁଛନ୍ତି ଆଉ ବଢିଆ ଲାଗୁଛି କିନ୍ତୁ ସେ ଜାଗା ଟା ଯାହା ବି ହେଇଯାଉ ମସ୍ତ ଲାଗୁଛି ସେ ଜାଗା ବାସ୍ ଖାଲି ଯୋଉ ବିଜୁଳି ମାରିବା ଲାଇଟ୍ ଟା ଟିକେ ଆର୍ଟିଫିସିଆଲ ଲାଗିଯାଉ ଜଣା ପଡିଯାଉଛି ଯୋଉ ହଁ ମାରୁଛନ୍ତି ବଜେଟ୍ ଫ୍ଲାସ ଟା ସେତିକି କରିବେ ହଁ ତାପରେ ଫିଲ୍ମ ଭିତରେ ଠିକ ହେଇଯିବ ବଉଦିଆ ଭାଇ ତମେ କିଛି କହିବ କି ହଁ ଭାଇ ଭାଇଙ୍କ ଫିଲ୍ମ ତ ପୁରା ଏକ୍ସପେକ୍ଟେସନ ପୁରା ଅଧିକ ଅଛି ହଁ ଏକ୍ସପେକ୍ଟେସନ ତ ଅଛି ନାଇଁ ମାନେ ପୁରୁଣା ଅବସ୍ଥାରେ ଆସିବେ ନା ଦିବାନ ଟାଇପ ର ଯୋଉ ଲୁକ୍ ରେ ସବୁ ଅଛି ତାଙ୍କର ହଁ ତ ପୁରୁଣା ଅବତାରରେ ପୁରା ଆସିବେ ଏକ୍ସପେକ୍ଟେସନ ଅଛି ଆଉ ଭାଇ କଣ ମାନେ ନୂଆ କିଛି ଦେଖିବାକୁ ମିଳିଲା ବଲିଉଡ ର ଟ୍ରେଲର ଯେମିତି କି ପାର୍ଥକ୍ୟ ଯେମିତି ଆସିଛି ତାଠୁ କିଛି ନୂଆ ଦେଖିବାକୁ ମିଳିଲା କି ନାହିଁ ତମର ନୂଆ ନୂଆ ତ ଅନୁଭବ ଆକ୍ଟିଂ ହିଁ ଲାଗିଲା କି ହଁ ବହୁତ ସେଇ ଦିନ ପରେ ଟ୍ରାକ୍ ଟୁ ଫେରିଛନ୍ତି ସେମିତି ଫିଲ୍ ହେଲା କାହିଁକିନା ଲାଷ୍ଟ ଦିଟା ମୁଭି ସେମିତି ଇଏ ନଥିଲା ଯାହା ଆମେ ଏକ୍ସପେକ୍ଟ କରୁଥିଲେ ସେ ନଥିଲା ଲଭ୍ ଇନ୍ ଲଣ୍ଡନ ହଉ କିମ୍ବା କୋଉଠି ଆମେ ଯେତିକି ଏକ୍ସପେକ୍ଟ କରୁଥିଲେ ଅନୁଭବ ଯୋଉ ଲୁକ୍ ରେ ସେ ଚାହୁଁଥିଲା ଆକ୍ସନ ଫାଇଟ୍ ଯାହା ଲାଗୁଥିଲା ସେଇଟା ନଥିଲା ହଷ୍ଟେଲକୁ ପଳେଇ ଯାଇଛି ଆରେ ରଞ୍ଜନ ବି ଆକ୍ଚୁଆଲି ଆଉ କିଏ ଆଡ୍ ହେବେନି ଆଉ ଆସନ୍ତୁ ଆସିଲେ ହ୍ୟାଲୋ ପଙ୍କଜ ଭାଇ ହ୍ୟାଲୋ ଆରେ ରଞ୍ଜନ ହ୍ୟାଲୋ ତ ଭାଇ ବର୍ତ୍ତମାନ କର୍ମାରୁ ତ ଆମେ କଥା ହେଲେ ତ ବର୍ତ୍ତମାନ ସେ ବିଷୟରେ ଟପିକ ମାନେ କିଛି ନୂଆ ଦେଖିବାକୁ ମିଳିଲା ହଁ ଭାଇ ସୋନାର ମୋସନ ପୋଷ୍ଟର ରୁ ତ ଯାହା ଲାଗୁଛି କି ସିଏ ବି ସେଇ ଆମର ରହିବ ମାସ ପୁରା ରହିବ ଗୋଟେ ପୁରା ହଁ ପୁରା ଫାଇଟିଙ୍ଗ ଉପରେ ପୁରା ବଢିଆ ସିନ୍ ଟା ରହିବ ଖାଲି ଗୋଟେ ଜିନିଷ ପ୍ରୋବ୍ଲେମ ରହୁଛି ଓଲିଉଡରେ କଣ ନା ଯୋଉ ବି ମୋସନ ପୋଷ୍ଟର ତିଆରି କରୁଛନ୍ତି କଲର ଗ୍ରେଡିଂ ଗୋଟିଏ ହିଁ ରଖୁଛନ୍ତି ପୁରା ଡାର୍କ ଟିକେ ଯଦି ସେ ସେଇଟାକୁ ଅଲଗା ଚେଞ୍ଜ କର ଆମେ ଦେଖିଥିବା ଯୋଉ ଭିଲିଆନ ଭଳି ଗୋଟେ ମୋସନ ପୋଷ୍ଟର ଆସିଥିଲା ତାର ସିଏ ବି ଡାର୍କ ଥିଲା ଇଏ ବି ଡାର୍କ ତ ଷ୍ଟୋରି ତ ପୁରା ତ ଡାର୍କ ରହିବ ନା ଏଇଭଳିଆ ସିଚୁଏସନ ଅନୁସାରେ ଯୋଉ ମୋସନ ପୋଷ୍ଟର ଟା ତିଆରି କରିଛନ୍ତି ସୋନକର ହଁ ତ ସିଏ ଯଦି ଆଉ ଟିକେ ଭଲ ହେଇ କରିଥାନ୍ତେ ତ ବଢିଆ ହେଇଥାନ୍ତା କିନ୍ତୁ ମୋସନ ପୋଷ୍ଟର ଭଲ ଲାଗିଲା କିନ୍ତୁ ଟିକେ କଲର ଟା ଚେଞ୍ଜ କରନ୍ତୁ ଆଉ ସେଇ ସେମ ଟିପିକାଲ ବ୍ଲାକ ବ୍ଲୁ ସେଇ ଭଳିଆ ହିଁ ରହୁଛି ସେ କଲର ଗ୍ରେଡିଂ କଲର ଆଉ ଟିକେ ଚେଞ୍ଜ କଲେ କଣ ହଁ ମୋସନ ପୋଷ୍ଟର ଯୋଉ କରୁଛନ୍ତି ତାର କଲର ଗ୍ରେଡିଂ ଠିକ କଲେ ଭଲ କାରଣ ସାଉଣ୍ଡ ବଢିଆ ଲାଗିଲା ବିଜିଏମ ଭଲ ଥିଲା ଆଉ ମୋସନ ପୋଷ୍ଟର ସାଉଣ୍ଡ ତ ଆମର ସେଇ ଯୋଉ ଆମର ଆସିଛନ୍ତି କଣ ସାରଙ୍କ ନାଁ ଭୁଲିଗଲି ଯେ ଆମର
ବହୁତ ସାରା ଇଏ ଟଲିଉଡ ରେ ବି କାମ କରୁଛନ୍ତି। ଗୌରବାନନ୍ଦ ନୁହଁ, ଇଏ ବାହାର ଲୋକ କିଏ ଜଣେ ଥିଲେ ସାଉଣ୍ଡ ଡିଜାଇନର, ହଁ ବାହାରୁ ଯୋଉ ଆସିଥିଲେ, ହଁ ଆଉ ସିଏ ସବୁ ଆମର, ମୁଭିଜ ରେ କାମ କରୁଛନ୍ତି। ହଁ ସିଏ ଆସିଛନ୍ତି, ସିଏ ଯିଏ ଆସିଛନ୍ତି ଏକ୍ସପେକ୍ଟେସନ ବହୁତ ବଢିଆ, କାରଣ ସିଏ ଭଲ ମ୍ୟୁଜିକ ବନାନ୍ତି। ମ୍ୟୁଜିକ ତାଙ୍କର ମୁଁ ବହୁତ ସାରା ମାତ୍ର 3ଟା ଖଣ୍ଡେ ସିଏ ମତେ ଫିଲ୍ମ ବନେଇଛନ୍ତି, ଆଉ ମ୍ୟୁଜିକ ଭିଡିଓ ବହୁତ ବନାନ୍ତି ସିଏ ହଁ ବାହାରେ, ତ ଭଲ ଲାଗେ ତାଙ୍କ ମ୍ୟୁଜିକ। ତ ଦେଖାଯାଉ କଣ ସିଏ କରୁଛନ୍ତି ନୂଆ ଆମର ଓଡିଆ ଇଣ୍ଡଷ୍ଟ୍ରିରେ, ଦେଖାଯିବ ଆଉ। expectation ସୋନମ ଟା ଅଛି। ବି ଭଲ ଲାଗୁଛି। ହଁ ଏକ୍ସପେକ୍ଟେସନ ତ ବହୁତ ଅଛି, କାରଣ ବାବୁସାନ ତ ବହୁତ ଦିନ ପରେ ବୋଧେ ବୋଧେ ରେୟାରଲି ବୋଧେ ସେ ଗୋଟାଏ ବୋଧେ ଫିଲ୍ମ କରିଥିଲେ, ବିଦ୍ୟାରାଣୀ ଯୋଉ ମାସ ଆକ୍ସନ ବୋଲି, ହଁ ହଁ ତ ସେଇଟା ଏତେ ଏ ସେ ଖାସ ଗୋଟିଏ କରିଥିଲେ, ତାପରେ ଦେଖିଥିଲି ହଁ film। ଏତେ ତ ଖାସ ଲାଗିଲାନି, ହଁ ବଟ ଏଇଟା ଜଣା ପଡିଯିବ ଆଉ। ଭାଇ ପ୍ରସନ୍ନ ଭାଇ କିଛି କହିବେ କି ସୋନମ ବିଷୟରେ? ସୋନକକୁ ନେଇକି ଏକ୍ସପେକ୍ଟେସନ ବହୁତ ହାଇ ଅଛି। ତେଣୁ ହଁ ମୁଁ ସୋନକର ମିନିଂ ଗୁଗଲରେ ସର୍ଚ୍ଚ କରିଥିଲି, ମାନେ ରିଗାର୍ଡିଂ ଗୋଲ୍ଡ। ହଁ ସେ ଗୋଲ୍ଡକୁ ନେଇକି କିଛି କରୁଛନ୍ତି, ଜଣେ ବି ତାଙ୍କର ଇଏ ଜଣେ ମାନେ ଆର୍ଟିଷ୍ଟ ବି କହିଥିଲେ କି କେଜିଏଫ ଟାଇପ ର ବନେଇବା ପାଇଁ। ତ ଆମକୁ କେଜିଏଫ ଟାଇପ ବନେଇବା ଦରକାର ନାହିଁ, ଆମକୁ ନିହାତି ଗୋଟେ ଭଲ କନସେପ୍ଟ ଆସିବା ଦରକାର। ବାବୁସାନ ତ ନିହାତି ଏକ୍ସପେରିମେଣ୍ଟ କରୁଛନ୍ତି, ନିଜେ ହଁ ବି କହିଛନ୍ତି କି ମୋର ଆଉ ଗୋଟେ ଅଲଟ୍ରା ଭର୍ସନ ଦେଖିବେ ବୋଲି। ତ ବହୁତ ଭଲ ଅଛି, ବାବୁସାନ ନିହାତି ଗୋଟେ ମାସ୍ ଆକ୍ସନ ସିଏ ଏତେ କରିନାହାନ୍ତି। ହୁଁ ପୂର୍ବରୁ ଅନୁଭବ ଯେମିତି କରିଛନ୍ତି, କି ସମ୍ବିତ ହୁଅନ୍ତୁ ସିଏ ବି କରିଛନ୍ତି। ସମ୍ବିତର ଓମ୍ ଦେଖିଥିଲି, ଗୋଟେ ବହୁତ ବଢିଆ ଆକ୍ସନ ଥିଲା। ହଁ ତ ଅନ୍ୟମାନେ ବହୁତ କରିଛନ୍ତି, ତ ବାବୁସାନଙ୍କର ଏମିତି ବେଶୀ ଫିଲ୍ମ ନାହିଁ, ମାସ୍ ଆକ୍ସନ ଫିଲ୍ମ ନାହିଁ। ତ ଆର ଯେତିକି ଫାଷ୍ଟ ଲୁକ୍ ଆସିଛି, ଯୋଉ ଦେଇଛନ୍ତି ମାସ୍ ଆକ୍ସନ ଦେଇଛନ୍ତି, ଆଇ ହୋପ କେତେ ଭଲ ହଉଛି ଦେଖିବା। କିଛି ଗୋଟେ ନୂଆ କରିବେ ଆଶା ଅଛି। ଭାଇ ତା ଏକ୍ସପେକ୍ଟେସନ ବହୁତ ହାଇ। expectation ବଢିଯାଉଛି, କାହିଁକି ନା ବାବୁସାନ ମହାନ୍ତିଙ୍କର ଯୋଉ ଷ୍ଟୋରି ଥିଲା ଉପନିଷଦ ଉପରେ, ସେଇଟା ଦେଖିଥିଲି। ଆଉ ତାପରେ ଡାଇରେକ୍ଟର ଯେହେତୁ ଶିଶିର ପିନାକୀ, ତାପରେ ତାଙ୍କ ରାଇଟିଂ ରେ 8 ମାସ ଲାଗିଛି। ତାପରେ ପଇସା ବି ପ୍ରବଳ ଖର୍ଚ୍ଚ ହେଇଛି, ମାନେ ଯେତେ ଆମେ ଦେଖୁଛେ ଓଡିଆ ମୁଭି ଭିଲେନ ପଛେ ତାଠୁ ଅଧିକା ବଜେଟ ହେଇଥିବ, କିନ୍ତୁ ସୋନକର ବଜେଟ ଟା ବହୁତ ଅଧିକା ଅଛି। ତ ମାନେ ସୋନକର ବଜେଟ ଟା ଯେହେତୁ ଅଧିକା ଅଛି, ତ ମାନେ ସେ ଟାଇମ ନେଇକି ପ୍ରପର ଟାଇମ ନେଇକି କରିବେ। ତାପରେ ମେ ବି ମତେ କାହିଁ ଲାଗୁନି ଦଶହରା ରିଲିଜ ହବ, କାହିଁକିନା ଏତେ ବଡ କନସେପ୍ଟ ଯେହେତୁ, କାହିଁକିନା ଏବେ ହେଲା ଅଗଷ୍ଟ, ଅଗଷ୍ଟ ପରେ ସେପ୍ଟେମ୍ବର, ତାପରେ ଅକ୍ଟୋବର, ତାପରେ ମାନେ ଆମ ନା ଦଶହରା। ଯାହା ବି ହେଲେ, ନାଇଁ ନ୍ୟୁ ମେନ୍ କଥା ହେଲା ଅକ୍ଟୋବରରେ କେବେ ରିଲିଜ ହେଇପାରିବନି, ନା ସେ ଦଶହରା ହଉ ନା କାଳୀ ପୂଜା ହଉ, କୌଣସି ଟାଇମ ରେ ରିଲିଜ ହେଇପାରିବନି। ଏଇଟା 100% ସିଓର। ଏଇଟା ଯଦି ଏକ୍ସମାସ ହବ ହଁ ଯଦି ହବ ଡିସେମ୍ବର ଲାଷ୍ଟ କୁ ହବ, ନହେଲେ ଜାନୁଆରୀ ମାସରେ, କାରଣ ଅକ୍ଟୋବରରେ ତ ଜମା ହିଁ ସରିବନି କାମ। ହଁ ପୋଷ୍ଟ ପ୍ରଡକ୍ସନ ତ ସରିନି, ଷ୍ଟାର୍ଟ ବି ହେଇନଥିବ, ନାଇଁ ଫିଲ୍ମ ତ କାରଣ ସୁଟିଂ ଷ୍ଟାର୍ଟ ହେଇନି। ସୁଟିଂ ତ ସେପ୍ଟେମ୍ବର ହଁ ରେ ନା ଷ୍ଟାର୍ଟ ହବ କହିଥିଲେ, ସେପ୍ଟେମ୍ବରରେ। ସେ ଏବେ ତ ମାସେ ହଁ ଯେମିତି ହେଲେ 35 ଦିନ ତ ଲାଗିଯିବ ସୁଟିଂ, ହଁ ତାପରେ ପୁଣି ପୋଷ୍ଟ ପ୍ରଡକ୍ସନ ଅଛି। ତ ସେଗୁଡାକ ତ ସରିବ ହିଁ ନାହିଁ ଅକ୍ଟୋବରରେ, ଜମା ସରିବନି। ପ୍ରବଳ ସେ ଟାଇମ ଯଦି ଲାଗିବ। ସାରିବେ ନ, ହଁ ତ ପୁରା ପ୍ରପରଲି ସରିବା ପାଇଁ ହେଲେ ଡିସେମ୍ବର, କାରଣ ପୁଣି ପ୍ରମୋସନ ତ ମାସେ ତ କରିବେ ନା। ମାସେ ଗୋଟେ ଫିଲ୍ମ ତ କରୁଛନ୍ତି, ତ ପ୍ରମୋସନ ଯେ ଏବେ ତ ଆଜିକାଲି ତ ପ୍ରମୋସନ ହଉ ହି ନାହିଁ କହିବାକୁ ଗଲେ। ହଁ ଯାହାବି କିଛି ହଉଛି, ସେ ଏମିତି ୟୁଟ୍ୟୁବରେ ବାଇଟ୍ସ ଦେଇ ଦେଇକି ପ୍ରମୋସନ। ହଁ ପ୍ରମୋସନ ଟା ଗୋଟେ ପ୍ରପର ଗୋଟେ ମାସ ପୁରା ଲାଗିବ ପ୍ରମୋସନରେ, ତ ଭଲ ପ୍ରମୋସନ ହବ, ତାହେଲେ ଯାଇକି ହେଇପାରିବ। ପ୍ରମୋସନରେ ଧ୍ୟାନ ଦେବା କଥା। ଏମିତିରେ ପଇସା ତ ଖର୍ଚ୍ଚ ହଁ ହଉଛି ପ୍ରମୋସନରେ, ପ୍ରବଳ ପଇସା ଖର୍ଚ୍ଚ ହଉଛି ପ୍ରମୋସନରେ। ଯଦି ପ୍ରମୋସନ ପଇସା ଖର୍ଚ୍ଚ ହଉନି, ଆମେ ଯୋଉ ଗୋଟେ ଚ୍ୟାନେଲ ଦେଖୁଛେ ଏଡିଟ ଆଡ ଯୋଉ ଆସୁଛି, ତ ସେଗୁଡା ଖର୍ଚ୍ଚ ତ ହଉଛି, ପଇସା ବି ପ୍ରବଳ ଦିଆ ହଉଛି, ହଁ ସେଟା ହେଲେ ସେ ପଇସା ଠିକ ବାଟରେ ଯାଉନି। ଆଉ ତାପରେ ବି ହଁ କିନ୍ତୁ ଗୋଟେ ଜିନିଷ ହଉଛି ମ୍ୟାନ ଟୁ ମ୍ୟାନ ପ୍ରମୋସନ ହଉନି। ହଁ କେତେ ସୋସିଆଲ ମିଡିଆ ଅନଲାଇନରେ ପ୍ରମୋସନ ହବ, ବାଇଶ ଯେମିତି ଦମନ ବେଳେ ହେଇଥିଲା। ହଁ ଦମନ ବେଳେ ଏମିତି କାନ୍ଧରେ ପକେଇକି ସେ ବୁଲିଥିଲେ ପୁରା, ମୁଁ ଦେଖିଛି ଯାହା ପୁରା ଭୁବନେଶ୍ୱରରେ ତ ବୁଲିଥିଲେ ସେମାନେ। ହଁ ସେଇଟା ସେମିତି କିଛି ମ୍ୟାନ ଟୁ ମ୍ୟାନ ପ୍ରମୋସନ ହଉନି। ଦମନର ରିଅଲ ପ୍ରମୋସନ ହେଇଥିଲା, ସେଇ ମାନେ ପିଆର ଟିମ୍ ଯୋଉ ପ୍ରମୋସନ ଯୋଉଟା ରିଅଲ ହୁଏ, ସେଇଟା ହିଁ ହେଇଥିଲା। ଆଉ ବାକି ଦେଖିବାକୁ ଗଲେ ଅଲଗା ସେଇଟା ହେଇଥିଲା ବହୁତ ଦିନ ପରେ, ହୁଁ ସିଏ ବୋଧେ ହଉଥିଲା ବହୁତ ପୁରୁଣା ଟାଇମ ରେ, ସିଦ୍ଧାର୍ଥ ମହାପାତ୍ର ଯେତେବେଳେ ହିରୋ ହଉଥିଲେ, କଣ୍ଟିନ୍ୟୁ ହଁ 8ଟା 10ଟା ଫିଲ୍ମ ତାଙ୍କର ପୁରା ଚାଲିଥିଲା। ସେଇ ସେଇଟା ଟାଇମ ରେ ସିଏ ଯୋଉ ପ୍ରମୋସନ ହଉଥିଲା, ଏବେ ସେଇ ପ୍ରମୋସନ ହେଇଥିଲା ଦମନ ବେଳେ, ହଁ ଆଉ ତାପରେ ପ୍ରମୋସନ ହେଇନି। ତ ପ୍ରମୋସନ ଉପରେ ବେଶୀ ଟିକେ ଧ୍ୟାନ ଦିଅନ୍ତୁ ଆଉ, ନହେଲେ ତ ହେଇପାରିବନି। ଯେତେ ପ୍ରମୋସନ ଆଉ ହେଲେ ଯୋଉ ଭିଲିଆନ 4 କୋଟି କଲେ ବି କିଛି ଫାଇଦା ନାହିଁ। ପ୍ରମୋସନ ତ ହଉ ହି ନାହିଁ, ଭିଲିଆନ ତ ପ୍ରମୋସନ ଏପର୍ଯ୍ୟନ୍ତ ହେଇନି, ହଁ ଷ୍ଟାର୍ଟ ବି ହେଇନି। ପ୍ରମୋସନ ସିଏ ବି କଣ, ସେ ପୁଣି ମିଡିଆରେ ଖାଲି ଟିକେ ବାଇଟ ଟିକେ ଏମିତି ହେଇଛି ସେମିତି ହେଇଛି ଟିକେ କହିଦେଲେ ଗଲା। ହଁ ପ୍ରମୋସନ ସେଇଟା ସେତିକି ନୁହଁ, ପ୍ରମୋସନ ପୁଣି ଗୋଟେ ୱେ ଅଛି, ହଁ ମାଧ୍ୟମ ଅଛି, ଲୋକଙ୍କ ପାଖକୁ ପୁରା ତାର ଡାଇରେକ୍ଟ। ଗୋଟେ ୱେ ଅଛି। ପ୍ରମୋସନକୁ ନେଇକି ଓଲିଉଡରେ ବହୁତ ବଡ ଇସ୍ୟୁ। ବହୁତ ବଡ ଯାହା ବି ପ୍ରମୋସନ ବହୁତ ହଉଛି ଇସୁ ସୋସିଆଲ ମିଡିଆ, ସେ ଆଉ କିଛି ନାହିଁ। ସେ ଯେତେ ଟିଜର ଭଲ ଫିଲ୍ମ ଟ୍ରେଲର ହେଲେ ହଉ ବି ଟ୍ରେଲର ହଉ ପ୍ରମୋସନ ଟା ପୁରା ୱିକ୍। ସୋସିଆଲ ମିଡିଆ ହିଁ ହଉଛି, ଯାହା ହିଁ ସୋସିଆଲ ମିଡିଆ ଡିପେଣ୍ଡ କରୁଛନ୍ତି।
ଦେଖନ୍ତୁ ଗୋଟେ ଛୋଟିଆ ଜିନିଷ ମୁଁ ମାର୍କ କରିଛି ଇଲେକ୍ସନ ଟାଇମରେ ପ୍ରାୟତଃ ହୋଲ୍ ଓଡ଼ିଶା ବୁଲି ଦିଅନ୍ତି ରାଇଟ୍ ଗୋଟେ ମିନିମମ୍ 15-20 ଦିନରେ କରିଦିଅନ୍ତି ତ ସେଇ 15-20 ଦିନ ଯଦି ପ୍ରଡ୍ୟୁସର ସହିତ ଆର୍ଟିଷ୍ଟ ବହୁତ ଅଛନ୍ତି ନା ଖାଲି ନୁହନ୍ତି ମେନ୍ ଆର୍ଟିଷ୍ଟ ବୁଲି ପାରୁନି ବହୁତ ଆର୍ଟିଷ୍ଟ ସେ ପ୍ଲାନିଂ କରି ଡିଭାଇଡ୍ ହେଇକି ବୁଲନ୍ତେ ହୋଲ୍ ଓଡ଼ିଶା କଭର କରିଦିଅନ୍ତେ ନା ହଁ ସେଇଠି ଭଲ ପ୍ରମୋସନ ହବ ହଁ ସେଇ ଜିନିଷଟା ସେଇଟା ବି ସେମାନେ କରିପାରିବେ ଷ୍ଟ୍ରାଟେଜି। ସେମିତି କେହି ବି ଗୋଟେ ଆଜି ପର୍ଯ୍ୟନ୍ତ ମିଳିଲାନି କି କରିବା ପାଇଁ ସେ ଅନୁଭବ ହଉ ବାବୁସାନ ହଉ କିମ୍ବା ଏନି ଯେକୌଣସି ଆକ୍ଟର ହଉ ସେମିତି ପ୍ରମୋସନ ହଉନି ଧର ଆମମାନେ ହିଁ ଦେଖିଲେ ଆମେ ତାଙ୍କୁ ଫରୱାର୍ଡ କରୁଛେ କି ଦେଖୁଛେ ସେଇଟା ସେମିତି ହିଁ ହଉଛି ସେଇ ତ କ୍ୟାମ୍ପ ଷ୍ଟୋରି ମେନ୍ ଜିନିଷ ହେଲା ଲାଗୁଛି ଏବେ ଯୋଉ ଫେସବୁକ୍ ଆସୁଛି ସୋସିଆଲ ମିଡିଆରେ ୟୁଟ୍ୟୁବରେ ଯୋଉ ଟ୍ରେଲର ଆସୁଛି 1 ଲାଖ ଭିଉ ହଉଛି 2 ଲାଖ ଭିଉ ହଉଛି 3 ଲାଖ ଭିଉ ହଉଛି ଲାଭ କଣ ଅଛି 3 ଲକ୍ଷ ହିଁ ଭିଉ ତାଠୁ ତ ସେଇ 3 ଲକ୍ଷ ଲୋକ ଯାଉଥିବେ ବୋଲି ତ ମାନେ ନାହିଁ। ନା ନା 30,000 ଯାଉଥିବେ ତ ଅତି 3 ବେଶୀ ଲକ୍ଷ 30,000 10% ହଁ ଯାଉଥିବେ। ହଁ ସେଠି 10% ତ ଯାଉଥିବେ ନା ହଁ ତ ସେ 10% ରେ କଣ ତମ ପଇସା ଉଠିଯିବ ଜମା ନାହିଁ। ନା, ଆଉ ଆମର ତ ଟି ସିରିଜ ଭଳିଆ ତ ଏଠି ଆମର ମ୍ୟୁଜିକ ନୁହଁ କି ଗୋଟେ ଥର 3 ଘଣ୍ଟାରେ 1 crore ଲାଗିଯିବ ନାଇଁ ନା ହୁଁ ତ ସେଇ ଅନୁସାରେ ତମକୁ ଆଗ ପ୍ରମୋସନ ସେମିତି ବଡ କରିବାର ଅଛି ଆଉ ହଁ ଖାଲି ଟ୍ରେଲରରେ ତ ଦେଖେଇ ଦେଲେ 3 ଲକ୍ଷ 5 ଲକ୍ଷ ଭିଉ ହେଲେ ବି କିଛି ଫାଇଦା ନାହିଁ କିଛି ଫାଇଦା କିଛି ବୋଲି କିଛି ଫାଇଦା ନାହିଁ। ମିଲିୟନ ଆସିବାକୁ ପଡିବ ଯାହେଲେ ବି। ଆଉ ଲୋକମାନେ ଯାଉଛନ୍ତି ଦେଖିବାକୁ ଦେଖିକି ଆସିଲା ପରେ ଭଲ ଲାଗିଲେ ସେ ଟାଣିକି ନେବେ ସେଇ ଲୋକମାନେ ଫାଷ୍ଟ ଯିବା ବି ଦରକାର ହଁ ସେଇ ଜିନିଷ ଟା ଦରକାର ହବ ସେଇ ଜିନିଷ ଟା ହଉନି। ଟ୍ରେଲର ଭାଇ ଟ୍ରେଲର ଦେଖିକି ଆମେ ଯାଉ ପ୍ରଥମ କଥା ଟ୍ରେଲର ବାକି ଯୋଉ ପବ୍ଲିକ ରିଭ୍ୟୁ ଆସେ କି ୟାକୁ ଏମିତି ଲାଗିଲା ତାକୁ ସେମିତି ଲାଗିଲା କିଛି କିଛି ତ ଭାଇ ନିଜ ପରିବାର ଲୋକ ହେଇଥାନ୍ତି କିଛିଟା ଚିହ୍ନା ଲୋକ ହେଇଥାନ୍ତି ଆଉ ଯିଏ ଫ୍ରି ଟିକେଟରେ ଆସିଛି ସେ କଣ କେବେ ଛାଡନ୍ତୁ କହିପାରିବ? ସେ କହିବାନି ଆଗକୁ ନା ନା କହିବି ହେଇଯିବ ଅସୁବିଧା ହେଇଯିବ ଛାଡ ତ ସେଇଭଳିଆ ମାନେ ଆଜି ତ ମାନେ ଯେହେତୁ ଆମେ ଫ୍ରି ଟିକେଟରେ ଆସୁଛୁ ତ ଆମେ କିଛି ଖରାପ କହି ହିଁ ପାରିବୁନି ତ ସେଥିପାଇଁ ଆମେ ଖରାପ ବି ନିଜ କଥା ମୁଁ ନିଜ କଥା ବି ଯଦି କହିବି ତାହେଲେ ଆମେ ବି ଯଦି ଆମକୁ କିଏ ପଚାରିବ ସେଇ ଟାଇମରେ ଆମେ ନିଜେ ବି ଖରାପ କହିପାରିବୁନି ଯେହେତୁ ଆମେ ଫ୍ରି ଟିକେଟରେ ଆସୁଛୁ ତ ସେଥିପାଇଁ ଏଇଟା ତ ଗୋଟେ କଥା ବାକି ପବ୍ଲିକ ରିଭ୍ୟୁରେ ତ ବିଶ୍ୱାସ କରିବା କଥା ନୁହଁ ନର୍ମାଲ ଯିଏ ନିଜ ସାଙ୍ଗ ଦେଖିଲା ବା ନିଜର କିଏ ଚିହ୍ନା ପରିଚୟ ଦେଖିଲା ଯିଏ କି କହିବ ତ ସେଇଟା ବିଶ୍ୱାସ କରିବା କଥା ତ ଫିଲ୍ମ ତ ପ୍ରଥମ ହେଲା ଟ୍ରେଲର ଯଦି ଭଲ ନାହିଁ ତାହେଲେ ଯେତେ ପବ୍ଲିକ ରିଭ୍ୟୁ ହଉ କି ଯିଏ ହଉ ନିଜେ ଆସିକି ମାନେ ଯିଏ ସବୁଠୁ ଟପ୍ ରେ ଅଛନ୍ତି ସିଏ ବି ରାଜାମୌଲି ଆସିକି କହିଲେ ବି ହବନି ବୁଝ ଏସ୍ ରାଜାମୌଲି ଆସିକି ଯଦି କହିଲେ ମୁଭିଟା ଦେଖ ତଥାପି ହବନି ଯଦି ପବ୍ଲିକ ରିଭ୍ୟୁ ବି ଦେଖିବ ତଥାପି ହବନି ଟ୍ରେଲର ମ୍ୟାଟର କରେ ଟ୍ରେଲରଟା ଦେଖିବ ଟ୍ରେଲରଟା ହେଲା ଗୋଟେ ଗାଡିର ମାନେ ବେସିକ ଗୋଟେ ଯେତିକି ଗୋଟେ ତେଲ ଫେଲ ପଡିବ ପଛରେ ଗାଡିଟା ଆଗ ଗୋଟେ ମର୍ସିଡିଜ ଥିବା ଦରକାର କି ନାହିଁ ତ ସେ ମର୍ସିଡିଜ ଗାଡିଟା ହେଲା ଟ୍ରେଲର ତ ଟ୍ରେଲରରେ ଯୋଉ ମର୍ସିଡିଜ ଗାଡିଟା ହେଲା ସେଥିରେ ତେଲ ପକେଇବା ପାଇଁ ପେଟ୍ରୋଲ ପକେଇବା ପାଇଁ ବାକି ପବ୍ଲିକ ରିଭ୍ୟୁ କାମ କରିବ ଯଦି ଗାଡିଟା ହିଁ ଭଙ୍ଗା ଗାଡି ତ ସେଥିରେ ତେଲ ପକାଅ ଯାହା ପକାଅ ସେ ଚାଲିବ ତ ସେଥିପାଇଁ ଟ୍ରେଲରଟା ମେନ୍ କିଛି ଚାଲିବନି ଭାଇ ପ୍ରମୋସନ ଆଉ କଥା ଯଦି ଆଉ ପଚାରିବ ବର୍ତ୍ତମାନ ଯୋଉ ସିଚୁଏସନ ଟ୍ରେଲର ବି 3 ଲକ୍ଷ ଲୋକର ଥୋଡି ଲକ୍ଷେ 2 ଲୋକ ଯାଉଛନ୍ତି ଦେଖିବାକୁ ଯାଉନାହାନ୍ତି ହଁ ବର୍ତ୍ତମାନ ପ୍ରମୋସନ ବହୁତ ଦରକାର ଆଉ ପ୍ରମୋସନ ଦେଖିକି ଆସିଲା ପରେ ଯୋଉମାନେ ସବୁ ଯାଉଛନ୍ତି ଦେଖିକି ଆସି କ୍ରିଟିକ ମାନେ ଯୋଉ ଅଛନ୍ତି ସବୁ ରିଭ୍ୟୁ ଦେବେ ରିଭ୍ୟୁରେ ତାଙ୍କର ଯେତେ ବି ରିଭ୍ୟୁ ଦେଲେ ବି ତାଙ୍କର ଥୋଡି ଯାଉଛି 5 ଲକ୍ଷ ଭିଉ ହଁ ତାଙ୍କର ବି 5 ଲକ୍ଷ ଭିଉ ଯାଉନି ନା ଏ 1,000 2,000 5,000 ଲିମିଟେଡ ଭିଉ 10,000 ଏମିତି ହଁ ମ୍ୟାକ୍ସ ଟୁ ମ୍ୟାକ୍ସ 50,000 ଯାଏଁ ଯାଉଛି ହଁ ତ ତା ଭିତରେ କଣ ସମସ୍ତେ ପଳେଇବେ ଦେଖିକି 10% ଭାବିଲେ ଆଉ ପୁଣି 5,000 ଯୋଉ କ୍ରିଟିକ ଯିଏ କହିଥିବ ତ ସିଏ 5 ଆଉଟ ଅଫ 5 ତ କେବେ କହି ନଥିବ ନା ନା କିଛି ନା କିଛି ଭୁଲ କହିଥିବ ସିଏ କହେ ଏଇ ତ ଇଏ ଭୁଲ କହିଛି ଆଉ ଫିଲ୍ମ ପୁଣି କାହିଁ ଯିବି ମୁଁ ଦେଖିବାକୁ ଛାଡ ଏଇଟା ଭଲ ହେଇନି କହି ପୁଣି ରହିଯିବି ଅଧା ଲୋକ ପ୍ରାୟ ଓଡିଆ ଯାହା ବି ମୁଭି ହେଲେ ତମକୁ ସେଇଭଳିଆ ମାନେ ଭୁଲ ତ ବାହାରିବ ଓଡିଆ ମୁଭି ଆମେ ଖାଲି ଟିକେ ଲୁଚେଇ ଦବୁ ଭୁଲଟା କାହିଁକିନା ଆମେ ଓଡିଆ ଭାବୁଛୁ ଓଡିଆ ଓଡିଆ ତ ଓଡିଆ ସବୁ ମୁଭି ଟଲିଉଡରେ ବି ଭୁଲ ବାହାରୁଛି ଭୁଲ କୋଉ ମୁଭିରେ ନାହିଁ ନୁହଁ ଅଛି ଭୁଲ ଯେ ସମସ୍ତେ ସେଇ ଅନୁସାରେ ସେମାନେ ପହଞ୍ଚି ଗଲେଣି କି ସେ ଭୁଲଟାରେ ବି ସେମାନେ ଇନକମ କରିଦେବେ ହଁ ସେ ଆମର ଭୁଲ ଟା ଧଇଲା ଭିତରେ ଅଲରେଡି ଇନକମ ସରିଯାଇଥିବ ହଁ ଯୋଉଟା କି ଓଡିଆ ମୁଭିରେ ହେଇନି ଏଯାଏଁ ଆମକୁ ବି କହନ୍ତି ତମେ ଟିକେ ମାନେ ଓଡିଆ ମୁଭି ଉପରେ କିଛି ନାହିଁ ତ ମାନେ ରେସପେକ୍ଟ କିଛି ନାହିଁ ଏକ୍ସେପସନାଲ କିଛି ରଖୁନ କି ମାନେ ହଁ ମାନେ ତମ ରେସପେକ୍ଟ କିଛି ରଖିବ ନିଜ ମାଙ୍କର ଦୋଷଟା ତମେ ଘୋଡେଇ ପାରୁନ ତ ସେଇଭଳିଆ ମତେ ଫିଲ୍ ହଉଛି ସେଥିପାଇଁ ଓଡିଆ ମୁଭିକି ଆମେ ଅଲଗା ୱେରେ ଆମେ ଭାବୁ କି ହଁ ଯେହେତୁ 1,00,00,000 ହେଇଯିବା 50 ଲକ୍ଷ ତ ସେଇ ହିସାବରେ ଦେଖୁ ଆମେ କାହିଁକିନା ସାଉଥରେ ତ 1,00,00,000 ସେମାନେ କିଛି କରିପାରିବେନି ସାଉଥରେ 1,00,00,000 କିଛି ବି ହବନି 1,00,00,000 ସେମାନେ ସର୍ଟ ଫିଲ୍ମ କିଛି କରିବାକୁ ନାହିଁ ଫିଲ୍ମ କରିପାରିବେନି କିନ୍ତୁ ଆମର ଏଠି 1,00,00,000 ସବୁ ହେଇଯାଉଛି ତ ସେଇଟା ବଡ କଥା ତ ସେଇଟା ସେଇ ମାଇଣ୍ଡ ସେଟରେ ଆମେ ରିଭ୍ୟୁ କରୁ ବାକି କହିଗଲେ ଏବେ ତ ଭାଇ ଦଶହରା ଟାଇମରେ ପ୍ରବଳ ମୁଭି ଆସିଯାଉଛି ପାଖାପାଖି କେତେଟା 9ଟା ମୁଁ ଗଣିଥିଲି 9ଟା ଗଣିଥିଲି ମେନ୍ କଥା ହେଲା ବର୍ତ୍ତମାନ ଷ୍ଟ୍ରାଟେଜି ଚେଞ୍ଜ କରିବାକୁ ପଡିବ ଦଶହରା ଟାଇମକୁ ଯଦି ସମସ୍ତେ ମାଡି ବସିବେ ହଁ ତାହେଲେ କାହାର ବି ଚାଲିବନି କାର ବି ଚାଲେ କାହାର ବି ଚାଲିବନି କାରଣ ଦଶହରା ଟାଇମରେ ଖାଲି ଓଡିଆ ମୁଭି ନାହିଁ ହିନ୍ଦୀ ଅଛି ତେଲୁଗୁ ଅଛି ସବୁ ମୁଭି ଅଛି ହଁ ତ ସେମାନଙ୍କୁ ତ ଆଗ ପ୍ରାୟୋରିଟି ଯେମିତି ହେଲେ ମିଳିବ କାରଣ
ଯେତେ ବି ତମେ ଯାଇକି ଅପିଲ କର ଗଭର୍ଣ୍ଣମେଣ୍ଟ ପାଖରେ ସେ ଏପର୍ଯ୍ୟନ୍ତ ଶୁଣୁନି। ଯାହା ବି ହେଲେ ତାଙ୍କୁ ପ୍ରାୟୋରିଟି ଆଗ ମିଳିବ। ତାଙ୍କୁ ଯାହା ହେଲେ ଗୋଟେ ଲେଖାଏଁ ଶୋ ତ ଦେଇଦେବେ। ହଁ ଆଉ ବଳିବ 3ଟା ଶୋ। 3ଟା ଶୋରେ ଗୋଟେ ଶୋ କରି 3ଟା ଫିଲ୍ମ ପଡିପାରିବ। ତ କାଇଁ ଏତେ 9ଟା ଫିଲ୍ମ ଏକା ସାଙ୍ଗରେ ପକେଇବ? ଚାଲିବ ହିଁ ନାହିଁ। ହଁ ଆଉ ଗୋଟେ ଲୋକ ସେ କଣ ଏକା ସାଙ୍ଗରେ ଧନ୍ୟ ମୁଁ ନିଜ କଥା କହୁଛି ଆଜ ଏ ପବ୍ଲିକ, ମୁଁ ଏକା ସାଙ୍ଗରେ କଣ 9ଟା ଓଡିଆ ଫିଲ୍ମ ଦେଖିବାକୁ ଯିବି କି? ନା ନା 900 ଟଙ୍କା ଗୋଟେ ମିନିମମ୍ ଆଭରେଜ 900 ଟଙ୍କା ଦେଇକି ମୁଁ ଗୋଟେ ଫିଲ୍ମ ଦେଖିବାକୁ ଯିବି ଦଶହରାରେ। ତେଲ ପଇସା ନାଇଁ ବି ନା ଅଲଗା ଅଛି, ତେଲ ଖର୍ଚ୍ଚ ଫେର ଅଲଗା। ତେଲ ପଇସା ଛାଡନ୍ତୁ, ଗୋଟେ ଦଶହରା ଗୋଟେ ଟାଇମ ଯୋଉଥିରେ ଆମେ ମାଙ୍କୁ ଦେଖା କରିବାକୁ ଯିବୁ। ମାଙ୍କୁ ଦେଖିବୁ ସେଠି ଖର୍ଚ୍ଚ 900 ଟଙ୍କା ଦେଇକି ଫିଲ୍ମ ଦେଖିବୁ 9ଟା ଫିଲ୍ମ, ସେମିତି କେବେ ହବନି। 9ଟା ଅଲଗା ଅଲଗା ଟାଇମରେ ଯଦି ଫିଲ୍ମ ପଡିବ ତାହେଲେ ମୁଁ 900 ଟଙ୍କା ଦେଇକି ଦେଖିବାକୁ ଯିବି। ତ ସେଇଠି ଫିଲ୍ମରେ ପଇସା ଉଠିବ। ଏତିକି ସେମାନେ ମୁଣ୍ଡରେ ଟିକେ ଭାବିବା କଥା। ଆଉ ଖାଲି ଯଦି କହିବେ ଆମେ ଦଶହରା ରଜ ଇଏ ସିଏ ହେଇପାରିବନି। ହଁ ଗୋଟେ ଖାଲି ସେଇ ଟାଇମରେ ଆପଣ ଓଡିଆ ଫିଲ୍ମ ଖାଲି ଏକା ରିଲିଜ କରୁନାହାନ୍ତି, ବହୁତ ସାରା ଫିଲ୍ମ ଅଛି। ହଁ ତ ସେମାନେ ବି ତାଙ୍କୁ ବି ଏବେ ଯୋଉ ଅଛି ଥଙ୍ଗାଲାନ, ତ ସେ ବି ତ ଶୋ ପାଇବ, ହଁ ଖରାପ ହଉ ଭଲ ହଉ। ଏବେ ଆସିଛି ଅରୋମେ କାଁ ଦମ ଥା, ସେ ତ 4ଟା ଶୋ ନେଇ ପଳେଇଛି। 4ଟା ଶୋ, ଫିଲ୍ମ କିନ୍ତୁ ଭଲ ହେଇନି। ଫିଲ୍ମ ଭଲ ହେଇନି, 4ଟା ଶୋ ନେଇ ପଳେଇଛି। ହଁ ଶୋ ମିଳିବ ତାଙ୍କୁ ହଁ ମିଳିବ। ଅବଭିୟସଲି। ତାଙ୍କର ବେଶୀ ଅପର ହ୍ୟାଣ୍ଡ ଅଛି ନା। ହଁ ତାଙ୍କର ଆମର ବଲିଉଡ ହେଇନି ଯେହେତୁ ଆମେ ମାଡି ବସିଲେ କିଛି ହେଇପାରିବନି। ହଁ ନିଜକୁ ଟାଇମ ଦବାକୁ ପଡିବ। ନିଶ୍ଚିତ ଭାବରେ ସେଇଟା। ଯୋଉଠି ଫିଲ୍ମ ପକାନ୍ତୁ ଦଶହରାରେ ଯୋଡେ ମାକ୍ସିମମ୍ 3ଟାରେ 3 ଜଣ ଗୋଟେ ଶୋ ମିଳିବ ଅବଭିୟସଲି। ତା ବାଦେ 3ଟା ଫିଲ୍ମ ବି ବେଶୀ ହେଇଯାଉଛି। ବହୁତ ହେଇଯାଉଛି, 3ଟା ଫିଲ୍ମ ବି ବହୁତ ହେଇଯାଉଛି। ଦିଟା ହିଁ ମ୍ୟାକ୍ସିମମ୍ ଦିଟା ହିଁ ଦିଟା ପରଫେକ୍ଟ। ହଁ 2ଟା ଗୋଟେ ଦିଟା କମ୍ପିଟିସନ ପରଫେକ୍ଟ ଆସିବ, ଗୋଟେ ଭଲ କମ୍ପିଟିସନ ଆସିବ। ଲାଗିବ ସେଇ ଜିନିଷ। ଆଉ ଖାଲି ସମସ୍ତେ ଖାଇଯିବେ ବୋଲି ଖାଇଯିବେ। ଆକ୍ଚୁଆଲି କହିବାକୁ ଗଲେ ଓଡିଶାରେ ହଲ୍ ବି କମ ଅଛି, ତ ଯେତେ ଅଧିକା ଫିଲ୍ମ କଲେ ବି ହଲ୍ 5-6 କୋଟିରୁ ବେଶୀ ଯାଇପାରିବ ନାହିଁ। ଦମନ ଗୋଟେ ଏକ୍ସେପସନାଲ କେସ୍, ମୁଁ ଦେଖିବାରେ ଏଇ ଗଞ୍ଜାମରେ ଆମର ବ୍ରହ୍ମପୁର ଗଞ୍ଜାମରେ ଆସ୍କା ଥିଲା, ବନ୍ଦ ହେଇଗଲା। ବାଲୁଗାଁ ଥିଲା ହଲ୍ ଗୁଡାକ ବନ୍ଦ ହେଇଗଲାଣି ସବୁ, ସେଇ ସପିଂ ମଲ୍ ହେଇଗଲାଣି ସବୁ। ହଁ ବହୁତ ଭଲ ଭଲ ହଲ୍ ଥିଲା ସେ ସମୟରେ, ଆମେ ଯାଉଥିଲୁ ଯେତେବେଳେ। ହଲ୍ ଗୁଡାଏ ବନ୍ଦ ହେବାର ତ ରିଜନ ମୁଁ ଜାଣିନୁ କାହିଁ ବନ୍ଦ ନାଇଁ ହେଇଗଲା। ଆମ୍- ଗଭର୍ଣ୍ଣମେଣ୍ଟରୁ କିଛି ନାଇଁ ସବସିଡି ଆମର ପାଉନାହାନ୍ତି, ବି ବ୍ରହ୍ମପୁର। ଗଭର୍ଣ୍ଣମେଣ୍ଟ ସପୋର୍ଟ ଜିରୋ। ହଁ ହଁ ଆମର ବି ଗାଁ ବ୍ରହ୍ମପୁର। ମୁଁ ଯେ ଛୋଟବେଳୁ ବ୍ରହ୍ମପୁରରେ ନଥିଲି, ଏତିକି ଖାଲି ଜାଣିଛି କି ମୋ ବାବା ଯେତିକି କହିଲେ ମତେ କି ବ୍ରହ୍ମପୁରରେ 14ଟା ହଲ୍ ଥିଲା, କେବଳ ବ୍ରହ୍ମପୁରରେ। ଓନ୍ଲି ବ୍ରହ୍ମପୁର, ପୁରା ସିଟି ଉପରେ 14ଟା ହଲ୍ ଥିଲା। ବହୁତ ହଲ୍ ଥିଲା, ବର୍ତ୍ତମାନ ତିନିଟା ହଲ୍ ସେଇଠି। ପରମଜ୍ୟୋତି ସବୁ ବନ୍ଦ ହେଇଗଲାଣି, କିଛି ନାହିଁ। ବର୍ତ୍ତମାନ 3ଟି ହଲ୍ ସେଇଠି, ଆଉ ନାହିଁ ହଲ୍। ଏବେ ଗୌତମୀ, ରୁକ୍ମଣୀ ଆଉ ପାୟଲ ବାହାରୁ ଯୋଉ ପିଏସ୍ଆର୍ ଏତିକି ନା। ପିଏସ୍ଆର୍ 3ଟା ହେଲା। 3ଟା ଅଛି। ଆଉ ନାହିଁ। ସେଇ ଟାଇମରେ ଥିଲା ଶିବ ଶକ୍ତି, ତାପରେ ଓଡିଶା ବାଲା ଗୋଟେ କଣ ଥିଲା ଏମତି, ଯୋଉଠି ଖାଲି ତେଲୁଗୁ ଫିଲ୍ମ ମୁଁ ପଡେ, ଶିବଶକ୍ତି ଓନ୍ଲି ତେଲୁଗୁ ଫିଲ୍ମ ପଡିବ ସେଠି। ଗୌତମ ଥିଲା, ପାୟଲ ଥିଲା, ରୁକ୍ମଣୀ ଥିଲା। ବର୍ତ୍ତମାନ ବନ୍ଦ ହେଇଗଲାଣି ପାୟଲ ବନ୍ଦ, ପରମଜ୍ୟୋତି ତ ଫାଇଲିନରେ ବନ୍ଦ। ଆଉ ଶିବଶକ୍ତି ଏବେ ରିସେଣ୍ଟଲି ହୁଁ ସେ ହଲ୍ ହଲ୍ ତ ଏବେ କଣ ଇନୋଭେସନ କରୁଛନ୍ତି କଣ ଏପଟେ ସାଇଟରେ ଆମର କିଟ୍ ସାଇଡରେ କଣ ଖୋଲୁଛନ୍ତି ନୂଆ ନୂଆ, ଚାଲିଛି କନଷ୍ଟ୍ରକ୍ସନ କାମ। ନାଇଁ ଲାଷ୍ଟ ଇୟର ମୁଁ ରାୟଗଡାରେ ଥିଲି, ରାୟଗଡାରେ ନିରପଟ 7ଟି ହଲ୍ ଅଛି। ରାୟଗଡ଼ାରେ ମାନେ ଲୋକମାନଙ୍କ ଇଣ୍ଟରେଷ୍ଟ ବହୁତ ଭଲ ଅଛି ମୁଭି ପାଇଁ। ଦେଖାଯାଉ ଯେତିକି କଣ ହଉଛି ଆଗକୁ। ଯେତିକି ମୁଁ ତେଲୁଗୁ ଜାଣିଥିଲି ଆସିବ ଯେ ତେଲୁଗୁ ଲୋକ ବି ଓଡିଆ ଯାଉଥିଲେ, ଓଡିଆ ଲୋକ ବି ତେଲୁଗୁ ଯାଉଛନ୍ତି ଯେତିକି କହିବାର ନାହିଁ। ହୁଁ ତେଲୁଗୁ ଲୋକ ବି ଓଡିଆ ଯାଉଥିଲେ। ମୁଁ ଯାଇଥିଲି ଫିଲ୍ମ ଦମନ ଦେଖିବାକୁ, ତ ଲୋକମାନେ କିଛି ବୁଝନ୍ତିନି ସେ ଯାଆନ୍ତି। ହଁ ଲାଷ୍ଟକୁ ପଚାରେ ଯୋଉମାନେ ତେଲୁଗୁ ସାଙ୍ଗ ସାଥି ଓଡିଆ କିଛି ବୁଝିଲେ? ସିଏ କହିବେ ତମ ଭାଷା ତମେ ବୁଝୁଛ, ଆମେ କିଛି ବୁଝୁନୁ ଜାଣୁନୁ। ଏରେ ଭାଇ ସେ ତ ସବଟାଇଟେଲ ଲେଖୁଥିବେ ଆଉ, ତଳେ ତ ଥିଲା ଲୋକ ଯାଆନ୍ତି ସବଟାଇଟେଲ। ତ ଆମର ଏଠି କିଛି ହଲ୍ର ଅଭାବ, ହଲ୍ ଥିଲେ ତ ଯାଆନ୍ତି। ଏବେ ଏପଟେ ଗଞ୍ଜାମରେ ବ୍ରହ୍ମପୁରରେ ହିଁ ହଲ୍, ଆଉ ବେଗୁନିଆପଡା ଆଉ ନିୟରବଟ ଛତ୍ରପୁର ହଲ୍ ନାହିଁ, ବହୁତ ଟାଉନ ସିଟି ହଲ୍ ନାହିଁ। ଛତ୍ରପୁର ହଁ ଟାଉନ ସିଟି ହଲ୍ ନାହିଁ, ଗଞ୍ଜାମ, ରମ୍ଭା, ଖଲିକୋଟ କିଛି ହଲ୍ ନାହିଁ। ନାଇଁ ସବୁ କୋଉଠି ଆଉ ହଲ୍ ନାହିଁ ଆଉ ବର୍ତ୍ତମାନ। ଗଞ୍ଜାମରେ ହଲ୍ ବହୁତ କମ୍, ବହୁତ କମ୍। କିନ୍ତୁ ଗଞ୍ଜାମରେ ଆଉ ସୋର୍ସ ବହୁତ ଭଲ ବର୍ତ୍ତମାନ ପାଇବେ, ଯଦି ହଲ୍ ରହିବ ଗଞ୍ଜାମରେ ଭଲ ରହିବ।
ବହୁତ ବହୁତ ଇନକମ୍ ହବ, ଗଞ୍ଜାମରେ ବହୁତ ଇନକମ୍ ହବ। ଏଇଠି ନାହିଁ ସେ ଜିନିଷ। ହଁ। ତ ଇନ୍ ଫ୍ୟୁଚର ଦେଖାଯାଉ ଷ୍ଟକ୍ ୱିଚ୍। କାଟିଦେବା ଆଉ। ହଉ ଭାଇ, ଏବେ ତ 9ଟା ଫିଲ୍ମ ଆସିବାର ଅଛି। ଆମେ କଥା ହେଲେ ସୋଲର ବିଷୟରେ, କର୍ମା ବିଷୟରେ। ତ ଏଇ ଭିଡିଓଟା ଆପଣ ମାନେ କାଲି ଦେଖିବାକୁ ପାଇବେ। ଆଜି ଆସିଥିବାରୁ ବହୁତ ବହୁତ ଧନ୍ୟବାଦ। ଆମେ କଥା ହେଲେଣି ପାଖାପାଖି 27 ମିନିଟ୍ 30 ମିନିଟ୍ ପାଖାପାଖି। ତ ଭାଇ ମାନେ ଟାଇମ୍ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ। ଫୋନରେ ବି ଟିକେ ଚାର୍ଜ କମିଗଲାଣି। ଆଜି ଜଷ୍ଟ କରିଥିଲି କି ମାନେ ଦେଖିବା କଣ କେତେ ଜଣ ଆସୁଛନ୍ତି, ତାପରେ କଥାବାର୍ତ୍ତା ହବା। ଆଗକୁ କରିବା, ଭଲସେ କରିବା, ପୁରା ଭଲସେ ଟାଇମ୍ ନେଇକି ପୁରା ପ୍ରପର ୱେରେ କରିବା। ତ ଆଜି ପାଇଁ ଏତିକି। ରହିଲି, ନମସ୍କାର, ଧନ୍ୟବାଦ, ବହୁତ ବହୁତ ଥ୍ୟାଙ୍କ ଧନ୍ୟବାଦ। ୟୁ।